କାହିଁକି ଏମିତି ହୁଏ? କାହିଁକି ଆମ ସମସ୍ତଙ୍କ ମନରେ ସନ୍ଦେହ ହୁଏ? ଦୁଇଟି ଘଟଣା ଯାହା ହୁଏତ ଆପଣ ମାନେ ଆମେ ଭୁଲି ଯାଇଛି। ଘଟଣା ନମ୍ବର 1, 9 ମେ 2026 ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି শুভেন্দু ଅଧିକାରୀ। ତାର ଠିକ୍ 3 ଦିନ ପୂର୍ବରୁ ତାଙ୍କର ଯିଏ ପିଏ ଚନ୍ଦ୍ରନାଥ ରଥ ତାଙ୍କୁ ହତ୍ୟା କରି ଦିଆଯାଏ। ଘଟଣା ନମ୍ବର 2, 12 ଜୁନ୍ 2024 ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି ମୋହନ ଚରଣ ମାଝୀ। ତାର ଠିକ୍ ଗୋଟିଏ ଦିନ ପୂର୍ବରୁ ତାଙ୍କ ପିଏ ଚନ୍ଦନ ମହାପାତ୍ରଙ୍କର ହଠାତ୍ ମୃତ୍ୟୁ ହୋଇଯାଏ ଗୋଟେ ସଡ଼କ ଦୁର୍ଘଟଣାରେ। ଯେଉଁମାନେ ତାଙ୍କ ନେତାଙ୍କ ପାଇଁ ଏତେ ପରିଶ୍ରମ କରିଥିଲେ, ଯେଉଁମାନେ ତାଙ୍କ ନେତାଙ୍କ ପାଇଁ ଦିନ ରାତି ଏକ କରିଦେଇଥିଲେ, ସେହି ନେତାମାନେ ଯେତେବେଳେ ତାଙ୍କ ରାଜନୈତିକ ଆକାଂକ୍ଷାର ଶୀର୍ଷତମ ସୋପାନକୁ ଯାଉଛନ୍ତି, ସେଦିନର ସେ ଖୁସି ମନେଇଲା ବେଳକୁ ଏମାନେ ଉଭାନ ହୋଇଯାନ୍ତି। କାହିଁକି ଏମିତି ହୁଏ? ଏ ପ୍ରଶ୍ନ ଆପଣଙ୍କୁ ଆମ ମନକୁ ବାରମ୍ବାର ଆନ୍ଦୋଳିତ କରେ।